ନମସ୍କାର ବନ୍ଧୁମାନେ, ହର ହର ମହାଦେବ। ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ୟୁଟ୍ୟୁବ ଚ୍ୟାନେଲରେ ବହୁତ ସ୍ୱାଗତ ଜଣାଉଛୁ। ବନ୍ଧୁମାନେ, ସାବଧାନ, ଆପଣମାନଙ୍କ ନିଜରରେ ହିଁ ଡେରା ପକାଇ ବସିଛି ଏହି ତିନୋଟି ଭୟଙ୍କର ନକାରାତ୍ମକ ଶକ୍ତି ଏବଂ ଆପଣମାନଙ୍କର ଏହି ବିଷୟରେ ବାସ୍ତବିକ କୌଣସି ଧାରଣା ନାହିଁ। ଆପଣମାନେ ଅଜାଣତରେ ଏହି ଶକ୍ତିଗୁଡ଼ିକୁ ନିଜ ହାତରେ ପାଳନ ପୋଷଣ କରୁଛନ୍ତି ଏବଂ ଆପଣଙ୍କର ସମସ୍ତ ହସଖୁସି ପରିବାରକୁ ଧ୍ୱଂସର ନିଆଁରେ ଠେଲି ଦେଉଛନ୍ତି। ଯଦି ସମୟ ଥାଉଁ ଥାଉଁ ଆପଣମାନେ ଏହି ତିନୋଟି ଶକ୍ତିକୁ ଚିହ୍ନି ପାରିବେ ନାହିଁ ଏବଂ ଏହାର ସଂକେତଗୁଡ଼ିକୁ ଅଣଦେଖା କରିବେ, ତେବେ ଆପଣମାନଙ୍କର ଭଲ ଜୀବନ ଦେଖୁ ଦେଖୁ ନର୍କ ପାଲଟିଯିବ। ଆପଣଙ୍କ ଘରର ସୁଖଶାନ୍ତି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯିବ ଏବଂ ଆପଣମାନେ ଦାନା ଦାନା ପାଇଁ ମୁହଁପେଶୀ ହୋଇଯିବେ। ବନ୍ଧୁମାନେ, ଆଜିର ଏହି ଭିଡ଼ିଓଟି ଆପଣଙ୍କ ଆଖି ଖୋଲିଦେବା ଭଳି ଅଟେ, କାରଣ ଆଜି ଆମେ ଆପଣଙ୍କୁ ସେହି ତିନୋଟି ଅତ୍ୟନ୍ତ ବିପଜ୍ଜନକ ଏବଂ ଗୁପ୍ତ ନକାରାତ୍ମକ ଶକ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କ ଘରର ବିଭିନ୍ନ କୋଣରେ ବସିଛି ଏବଂ ଆପଣଙ୍କ ଭାଗ୍ୟକୁ, ଆପଣଙ୍କ ଧନ୍ଦଲତକୁ ଏବଂ ଆପଣଙ୍କ ଖୁସିଗୁଡ଼ିକୁ ଭିତରୁ ଉଇ ପରି ଖାଇ ଚାଲିଛି। ଆପଣମାନେ ପ୍ରାୟତଃ ଅନୁଭବ କରିଥିବେ ଯେ ଆପଣ ଦିନରାତି ପରିଶ୍ରମ କରୁଛନ୍ତି, ପାଣି ପରି ପରିଶ୍ରମ କରୁଛନ୍ତି, କିନ୍ତୁ ତଥାପି ଆପଣଙ୍କ ହାତରେ ଗୋଟିଏ ଟଙ୍କା ମଧ୍ୟ ତିଷ୍ଠି ରହେ ନାହିଁ। ସର୍ବଦା ଋଣର ବୋଝ ବଢ଼ିବାରେ ଲାଗିଥାଏ ଏବଂ ବ୍ୟବସାୟ ବା ଚାକିରିରେ ଲଗାତାର କ୍ଷତି ହେଉଥାଏ। ଆପଣଙ୍କ ବିରୋଧୀ ଏବଂ ଆପଣଙ୍କ ପଡ଼ୋଶୀମାନେ କମ୍ ପରିଶ୍ରମ କରି ମଧ୍ୟ ଆଗକୁ ବାହାରି ଯାଉଛନ୍ତି, କିନ୍ତୁ ଆପଣଙ୍କ ରାଶିର ସ୍ୱାମୀ ମଙ୍ଗଳ ହେବା ସତ୍ତ୍ୱେ ଆପଣଙ୍କ ପରାକ୍ରମ ଏବଂ ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଛାଡ଼ି ଦେଇଛି। କାହିଁକି ଏପରି ଘଟୁଛି? ଏହାର ସିଧାସଳଖ ଏବଂ ପରିଷ୍କାର କାରଣ ହେଉଛି ଯେ ଆପଣଙ୍କ ଘରର ସକାରାତ୍ମକ ଶକ୍ତି ସମ୍ପୂର୍ଣ୍ଣ ରୂପେ ଶେଷ ହୋଇଯାଇଛି ଏବଂ ସେଠାରେ ଏହି ତିନୋଟି ଭୟଙ୍କର ଶକ୍ତି କବ୍ଜା ଜମାଇ ସାରିଛି। ଯଦି ଆପଣମାନେ ମଧ୍ୟ ନିଜ ଜୀବନକୁ ନେଇ ପେଶାସ ହୋଇଛନ୍ତି ଏବଂ ଜାଣିବାକୁ ଚାହାନ୍ତି ଯେ ସେହି ଶକ୍ତିଗୁଡ଼ିକ କ'ଣ, ତେବେ ଏହି ଭିଡ଼ିଓଟିକୁ ଗୋଟିଏ ସେକେଣ୍ଡ ମଧ୍ୟ ନ ଛାଡ଼ି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଆଜିର ଏହି ଜ୍ଞାନ ଆପଣଙ୍କ ସମସ୍ତ ଜୀବନକୁ ବଦଳାଇ ଦେବ। ତେଣୁ ଆସନ୍ତୁ ସର୍ବପ୍ରଥମେ କଥା ହେବା ସେହି ପ୍ରଥମ ନକାରାତ୍ମକ ଶକ୍ତି ବିଷୟରେ, ଯାହା ସିଧାସଳଖ ଆପଣଙ୍କ ରୋଷେଇ ଘର ଅର୍ଥାତ୍ କିଚେନରେ ନିଜର ଆଶ୍ରୟ ସ୍ଥଳୀ ବାଇ ସାରିଛି। ବନ୍ଧୁମାନେ, ରୋଷେଇ ଘରକୁ ମା ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ବୋଲି ବିବେଚନା କରାଯାଏ, କିନ୍ତୁ ଯେତେବେଳେ ଆପଣଙ୍କ ଘରେ ପ୍ରଥମ ଶକ୍ତିର ପ୍ରବେଶ, ସେତେବେଳେ ଏହାର ସବୁଠାରୁ ପ୍ରଥମ ସଂକେତ ଆପଣଙ୍କ ରୋଷେଇ ଘରେ ଦୃଶ୍ୟମାନ ହୁଏ। ଏହାର ପ୍ରଥମ ସଂକେତ ହେଉଛି ଯେ ଆପଣଙ୍କ ଘରେ ପ୍ରସ୍ତୁତ ଖାଦ୍ୟ ବହୁତ ଶୀଘ୍ର ଖରାପ ହେବାକୁ ଲାଗିବ କିମ୍ବା ହଠାତ୍ ବିନା କୌଣସି କାରଣରୁ ଖାଦ୍ୟର ସ୍ୱାଦ ସମ୍ପୂର୍ଣ୍ଣ ବଦଳିଯିବ। ଆପଣ ଯେତେ ଭଲ ଜିନିଷ କିଣି ଆଣନ୍ତୁ ନା କାହିଁକି, ଘରେ ବରକତ ସମ୍ପୂର୍ଣ୍ଣ ଗାୟବ ହୋଇଯିବ ଏବଂ ପ୍ରତି ସମୟରେ ରୋଷେଇ ଘରେ ଏକ ଅଜବ ଭାରୀ ଏବଂ ଗୁତଫୁଟିଆ ଶକ୍ତି ଅନୁଭବ ହେବ। ଯେତେବେଳେ ଏହି ଶକ୍ତି ଘରେ ପ୍ରଭାବ ବିସ୍ତାର କରେ, ସେତେବେଳେ ପରିବାରର ସଦସ୍ୟମାନଙ୍କ ପେଟ କେବେ ମଧ୍ୟ ଠିକ୍ ରହେ ନାହିଁ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ଅସନ୍ତୋଷ କାରଣରୁ ଘରେ ଦାରିଦ୍ର୍ୟ ଗୋଡ଼ କାଢ଼ିବାକୁ ଲାଗେ। ବର୍ତ୍ତମାନ କଥା ହେବା ଦ୍ୱିତୀୟ ଭୟଙ୍କର ନକାରାତ୍ମକ ଶକ୍ତି ବିଷୟରେ, ଯାହା ଆପଣଙ୍କ ଶୋଇବା ଘର ଅର୍ଥାତ୍ ବେଡରୁମ୍ ଏବଂ ଆପଣଙ୍କ ବିଶ୍ରାମ ନେବାର ସ୍ଥାନ ଉପରେ କବ୍ଜା ଜମାଇ ସାରିଛି। ଏହି ଶକ୍ତିର ସିଧାସଳଖ ଆକ୍ରମଣ ଆପଣଙ୍କ ମସ୍ତିଷ୍କ ଏବଂ ଆପଣଙ୍କ ସମ୍ପର୍କ ଉପରେ ହୋଇଥାଏ। ଏହାର ସବୁଠାରୁ ବଡ଼ ସଂକେତ ହେଉଛି ଯେପରି ଆପଣ ସନ୍ଧ୍ୟାରେ ନିଜ ଘର ଭିତରେ ପାଦ ଦେବେ, ହଠାତ୍ ଆପଣଙ୍କ ମୁଡ୍ ବିନା କୌଣସି କାରଣରୁ ଖରାପ ହୋଇଯିବ। ଆପଣଙ୍କ ମୁଣ୍ଡରେ ଏକ ଅଜବ ଭାରୀପଣ ଏବଂ ଯନ୍ତ୍ରଣା ହେବାକୁ ଲାଗିବ, ଯାହା ଘର ବାହାରକୁ ଯିବା ମାତ୍ରେ ଠିକ୍ ହୋଇଯାଏ। ଏହି ଶକ୍ତିର ପ୍ରଭାବରେ ସ୍ମିସ୍ତ୍ରୀଙ୍କ ମଧ୍ୟରେ ବିନା କୌଣସି କାରଣରୁ ଏତେ ଗମ୍ଭୀର ଝଗଡ଼ା ହେବାକୁ ଲାଗେ ଯେ କଥା କୋର୍ଟ କଚେରୀ ଏବଂ ଛାଡ଼ପତ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ। ଘରର ପିଲାମାନେ ରାତିରେ
ହଠାତ୍ ଭୟଭୀତ ହୋଇ ଉଠିପଡ଼ନ୍ତି ଏବଂ ସେମାନଙ୍କୁ ଭୟଙ୍କର ସ୍ୱପ୍ନ ଆସିବାକୁ ଲାଗେ। ଯଦି ଆପଣଙ୍କ ଘରେ ମଧ୍ୟ ବିନା କଥାରେ କଳହ ଲାଗି ରହିଛି ଏବଂ ରାତିରେ ଶୋଇବା ସମୟରେ ଆପଣଙ୍କୁ ଏପରି ଲାଗେ ଯେପରି କେହି ଆପଣଙ୍କୁ କ୍ରମାଗତ ଭାବରେ ଦେଖୁଛି କିମ୍ବା କୋଠରୀରେ ଅନ୍ୟ କେହି ଉପସ୍ଥିତ ଅଛନ୍ତି, ତେବେ ବୁଝିଯାଆନ୍ତୁ ଯେ ଏହି ଦୈତ୍ୟ ଶକ୍ତି ଆପଣଙ୍କ ବେଡରୁମରେ ସମ୍ପୂର୍ଣ୍ଣ ରୂପେ ଗୋଡ଼ କାଢ଼ି ସାରିଛି। ଏହାପରେ ଆସେ ତୃତୀୟ ଏବଂ ସବୁଠାରୁ ଧସ୍କାରୀ ନକାରାତ୍ମକ ଶକ୍ତି, ଯାହା ଆପଣଙ୍କ ଘରର ମୁଖ୍ୟଦ୍ୱାର ଅର୍ଥାତ୍ ମେନ୍ ଗେଟ୍ ଏବଂ ବ୍ରହ୍ମସ୍ଥାନ ଆଖପାଖରେ ବୁଲିଥାଏ। ଏହି ଶକ୍ତି ଆପଣଙ୍କ ଘରକୁ ଆସୁଥିବା ଧନର ସମସ୍ତ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବ୍ଲକ୍ କରିଦିଏ। ଏହାର ସଂକେତ ହେଉଛି ଯେ ଆପଣଙ୍କ ଘରର ମୁଖ୍ୟଦ୍ୱାର ଆଖପାଖରେ ହଠାତ୍ କଳାପୋକ କିମ୍ବା ବାଘୁଣୀ ଭଳି ଜିନିଷଗୁଡ଼ିକର ବାରମ୍ବାର ଆସିବା ଆରମ୍ଭ ହୋଇଯାଏ। ଘରର କାନ୍ଥଗୁଡ଼ିକରେ ବିନା କୌଣସି ଶିଳନରେ ମଧ୍ୟ ହଠାତ୍ ଫାଟ ପଡ଼ିବାକୁ ଲାଗେ ଏବଂ ଘରର କୌଣସି ନା କୌଣସି ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିମ୍ବା କଳପାଣି ହଠାତ୍ ବାରମ୍ବାର ଖରାପ ହେବାକୁ ଲାଗେ। ଏହି ଶକ୍ତି ଯେତେବେଳେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ହୁଏ, ସେତେବେଳେ ଘରେ ଅକାଳ ମୃତ୍ୟୁ ଏବଂ ଗମ୍ଭୀର ରୋଗର ଯୋଗ ତିଆରି ହେବାକୁ ଲାଗେ। ହସପିଟାଲର ଚକ୍କର କାଟୁ କାଟୁ ଆପଣଙ୍କ ସମସ୍ତ ସଞ୍ଚିତ ଧନ ପାଣି ପରି ବହିଯାଏ ଏବଂ ଆପଣ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ନ୍ତି। ବନ୍ଧୁମାନେ, ଯଦି ଆପଣଙ୍କ ଘରେ ମଧ୍ୟ ଏହି 2 କିମ୍ବା 3ଟି ସଂକେତ ଲଗାତାର ମିଳୁଛି, ତେବେ ଆଦୌ ଅବହେଳା କରନ୍ତୁ ନାହିଁ। ଆଜିଠାରୁ ହିଁ ନିଜ ଘରେ ସନ୍ଧ୍ୟା ସମୟରେ କର୍ପୂର ଏବଂ ଲବଙ୍ଗ ଜାଳି ସମସ୍ତ ଘରେ ଏହାର ଧୂଆଁ ଦିଅନ୍ତୁ ଏବଂ ମୁଖ୍ୟଦ୍ୱାରରେ ସୈନ୍ଧବ ଲୁଣ ପାଣିର ପୋଛା ଲଗାନ୍ତୁ, ଯାହାଫଳରେ ଏହି ଶକ୍ତିଗୁଡ଼ିକ ଆପଣଙ୍କ ଘର ଛାଡ଼ି ସବୁଦିନ ପାଇଁ ପଳାଇଯିବେ ଏବଂ ଆପଣଙ୍କ ଜୀବନରେ ପୁଣି ଥରେ ମା ଲକ୍ଷ୍ମୀଙ୍କ କୃପା ଏବଂ ସୁଖ ସମୃଦ୍ଧିର ବାସ ହୋଇପାରିବ। ବନ୍ଧୁମାନେ, ଯଦି ଆପଣ ଏହି ଶକ୍ତିମାନଙ୍କ ଜଞ୍ଜାଳରୁ ସର୍ବଦା ପାଇଁ ମୁକ୍ତ ହେବାକୁ ଚାହାନ୍ତି ଏବଂ ଆପଣଙ୍କ ଘରେ ସୁଖ ସମୃଦ୍ଧି ଫେରାଇ ଆଣିବାକୁ ଚାହାନ୍ତି, ତେବେ ଆପଣଙ୍କୁ ତୁରନ୍ତ କିଛି ବିଶେଷ ପରିବର୍ତ୍ତନ କରିବାକୁ ପଡ଼ିବ। ବନ୍ଧୁମାନଙ୍କ ରାଶିର ଶନି ମଙ୍ଗଳ ଅଟେ, ଯିଏ ଶକ୍ତି ଏବଂ ସାହସର ପ୍ରତୀକ ଅଟେ। ଯେତେବେଳେ ଘରେ ନକାରାତ୍ମକତା ବୃଦ୍ଧି ପାଏ, ସେତେବେଳେ ମଙ୍ଗଳର ଶୁଭ ପ୍ରଭାବ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ ଏବଂ ବ୍ୟକ୍ତି ସମ୍ପୂର୍ଣ୍ଣ ନିରାଶ ହୋଇଯାଏ। ତେଣୁ ଏହି ଶକ୍ତିଗୁଡ଼ିକୁ ଘରୁ ବାହାରକୁ ତଡ଼ିବା ପାଇଁ ଆପଣଙ୍କୁ ଆଗାମୀ 3 ଦିନ ଭିତରେ କିଛି ଅତ୍ୟନ୍ତ ଅଚୂକ ଏବଂ ଗୁପ୍ତ ଉପାୟ କରିବାକୁ ପଡ଼ିବ। ସର୍ବପ୍ରଥମ କାମ ଆପଣଙ୍କୁ ଏହା କରିବାକୁ ହେବ ଯେ ମଙ୍ଗଳବାର ବା ଶନିବାର ଦିନ ସୂର୍ଯ୍ୟାସ୍ତର ଠିକ୍ ପରେ ଆପଣଙ୍କ ସମସ୍ତ ଘରେ ଗୁଗୁଳ ଏବଂ ଲୋବାନର ଧୂପ ଦିଅନ୍ତୁ। ଏହି ଧୂପର ବାସ୍ନାରେ ଘରର କୋଣରେ ଲୁଚି ରହିଥିବା ସମସ୍ତ ପ୍ରକାରର ଅଶୁଭ ଶକ୍ତି ଛଟପଟ ହୋଇ ବାହାରକୁ ପଳାଇବାକୁ ବାଧ୍ୟ ହୋଇଯାଏ। ଏହା ସହିତ ନିଜ ଘରର ଈଶାନ କୋଣ ଅର୍ଥାତ୍ ଉତ୍ତର ପୂର୍ବ କୋଣରେ ଏକ ତମ୍ବା ପାତ୍ରରେ ପରିଷ୍କାର ଜଳ ଭରି ରଖନ୍ତୁ ଏବଂ ସେଥିରେ